ଏଇଟା ଖାଲି ତରକାରୀ ନୁହଁ, ଏଇଟା ଆମ ଓଡ଼ିଆଙ୍କର ଭାବନା। ଏମିତି ଥରେ ଭେଣ୍ଡି କଟା କରିକି ଦେଖନ୍ତୁ, ବହୁତ ଟେଷ୍ଟି ଲାଗେ। ହ୍ୟାଲୋ ଫ୍ରେଣ୍ଡସ୍, ଲିସା ହୋମ୍ କିଚେନରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏପଟେ ଦେଖନ୍ତୁ, ମୁଁ 300 ଗ୍ରାମ ଭେଣ୍ଡି ନେଇଛି, ଯେଉଁଟାକୁ ମୁଁ ଆଗରୁ ଭଲ ଭାବରେ ଧୋଇକି ପୋଛିକି ନେଇଛି। ଆପଣମାନେ ବି ଧୋଇକି ପୋଛିକି ନେବେ। ନହେଲେ କିଛି ଟାଇମ୍ ଆଗରୁ ଧୋଇକି ଫ୍ୟାନ୍ ତଳେ କିଛି ସମୟ ପାଇଁ ଛାଡ଼ିଦେବେ, ଯେଉଁଟାକି ଆମର ପାଣି ସବୁ ଝରିଯିବ। ଚାଲନ୍ତୁ ୟାକୁ କାଟି ନେବା। ଯେଉଁଟା ଛୋଟ ଛୋଟ ଅଛି ତାକୁ 2 ଭାଗରେ କାଟିବେ, ଆଉ ଯେଉଁଟା ବଡ଼ ବଡ଼ ଅଛି ତାକୁ 3 ଭାଗରେ କାଟିବେ, ବାକି ବେଶୀ ଛୋଟ କାଟିବେନି। এই ରେସିପିଟା ମୁଁ ମୋ ମାଆଙ୍କଠୁ ଶିଖିଥିଲି। ଏମିତି ଥରେ କରିକି ଦେଖନ୍ତୁ, ବହୁତ ବଢ଼ିଆ ଲାଗେ। ଦେଖନ୍ତୁ ମୁଁ ସବୁ କାଟିକି ନେଇ ଆସିଛି। ଚାଲନ୍ତୁ ଏବେ ୟାକୁ ଫ୍ରାଏ କରିବା। କଢ଼େଇରେ ମୁଁ କିଛି ତେଲ ଦେଇଦେଇଛି, ସେଥିରେ ସବୁଯାକ ଭେଣ୍ଡି ଦେଇଦେବା। ମୁଁ ସୋରିଷ ତେଲ ୟୁଜ୍ କରିଛି, ଆପଣମାନେ ରିଫାଇନ୍ ତେଲ ୟୁଜ୍ କରିପାରିବେ। ବାକି ସୋରିଷ ତେଲ ଥରେ କରିକି ଦେଖନ୍ତୁ, ବହୁତ ବଢ଼ିଆ ଲାଗିବ। ଭେଣ୍ଡି ମିନିମମ୍ 50% ପର୍ଯ୍ୟନ୍ତ ଭାଜି ନେବେ, ମାନେ ଟିକେ ସ୍ୟାଲୋ ଫ୍ରାଏ କରିନେବେ। ଯେତେ ପର୍ଯ୍ୟନ୍ତ ଭେଣ୍ଡି ଭାଜି ହେଉଛି, ଚାଲନ୍ତୁ ଗୋଟେ ମସଲା କରିବା। ଏବେ ଦେଖନ୍ତୁ ନେଇଛି ମୁଁ ପିଆଜ, ରସୁଣ, ଅଦା, ଲଙ୍କା ଆଉ 1 ଚାମଚ ସୋରିଷ। ୟାକୁ ଆମେ ବାଟି ନେବା। 2ଟା ପିଆଜ କାଟିକି ଦେବା, 2ଟା ପରେ ୟୁଜ୍ କରିବା। ଏହି ଭେଣ୍ଡି କଟା ମୁଁ ବହୁତ ଦିନ ପରେ ତିଆରି କରୁଛି। ଆଗରୁ ଗାଁରେ ଯେତେବେଳେ ଥିଲି, ସେ ସମୟରେ ଏଇଟା ମୁଁ ବହୁତ ଖାଉଥିଲି, ହେଲେ ଭାଇଜାକ୍ ଆସିବାଠୁ ଏଇଟା ମୁଁ ବହୁତ ଦିନ ପରେ କରୁଛି। ସେଥିରେ ପାଣି ଟିକେ ଦେଇକି ମସଲାକୁ ଗ୍ରାଇଣ୍ଡ କରିନେବା। ଆମର ଭେଣ୍ଡି ବି ଦେଖନ୍ତୁ ଭାଜି ହେଇଯାଇଛି। ୟାକୁ ଏବେ କାଢ଼ି ନେବା। ଦେଖନ୍ତୁ ମୁଁ ସବୁଯାକ ଭେଣ୍ଡି କାଢ଼ି ନେଇଛି। ସେଇ କଢ଼େଇରେ ଆଉ ଟିକେ ଅଏଲ୍ ଦେଇଦେବା। 2 ଚାମଚ ଅଏଲ୍ ଦେଇକି, ଅଏଲ୍ ଗରମ ହେଇଗଲା ପରେ ଆମେ ପିଆଜ କାଟିକି ସେଇଟା ଦେଇଦେବା। ପିଆଜ ଟିକେ ଗୋଲ୍ଡେନ୍ ହେଲା ପର୍ଯ୍ୟନ୍ତ ଭାଜି ନେବା। ପିଆଜ ଆମର ଭାଜି ହେଇଗଲାଣି। ଆଉ ଯେଉଁ ଆମେ ମସଲା ବାଟିକି ରଖିଥିଲେ ତାକୁ ଆଡ଼୍ କରିଦେବା। ୟାକୁ ଭଲ ଭାବରେ 2 ମିନିଟ୍ ଭାଜି ନେବା। ଦେଖନ୍ତୁ ଆମର 2 ମିନିଟ୍ ହେଇଯାଇଛି। ଯେଉଁ ଜାର୍ରେ ଟିକେ ମସଲା ଥିଲା ସେଇଥିରେ ପାଣି ଦେଇକି ଟିକେ ମୁଁ ଆଡ଼୍ କରିଦେଇଛି। ଏବେ ସେଥିରେ କିଛି ମସଲା ଆଡ଼୍ କରିବା, ଯେମିତି ହଳଦୀ ପାଉଡ଼ର, କୋରିଆଣ୍ଡର ମସଲା, କ୍ୟୁମିନ୍ ପାଉଡ଼ର, ରେଡ଼୍ ଚିଲି ଆଉ କାଶ୍ମୀରୀ ରେଡ଼୍ ଚିଲି। ୟାକୁ ଦେଇକି ଭଲ ଭାବରେ ଭାଜି ନେବା। ଆଉ ଟିକେ ଗରମ ମସଲା ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଛି, ତାକୁ ବି ଟିକେ ଭାଜି ନେବା। ଯେମିତିକି ମୁଁ ଆପଣଙ୍କୁ କହୁଛି, ମୁଁ ଏଥିରେ ଟମାଟୋ ଜମା ବି ୟୁଜ୍ କରିବେନି। କ'ଣ ୟୁଜ୍ କରିବେ, ଭିଡ଼ିଓକୁ ପୁରା ଦେଖନ୍ତୁ, ଜାଣିପାରିବେ। ମସଲାକୁ ସିଝିବା ପାଇଁ ମୁଁ ଟିକେ ପାଣି ଦେଇକି ଭାଜି ନେଇଥିଲି, ଆଉ ଗ୍ରେଭି ହିସାବରେ ମୁଁ ପାଣି ଆଡ଼୍ କରିଦେଇଛି। ଆଉ ଗୋଟେ ବଏଲ୍ ଆସିବା ପର୍ଯ୍ୟନ୍ତ ୟାକୁ କଭର୍ କରିକି ଫୁଟିବା ପାଇଁ ଛାଡ଼ିଦେବା। ଫୁଟିଗଲା ପରେ ସେଇଥିରେ ଭେଣ୍ଡି ଯାକ ସବୁ ଆଡ଼୍ କରିଦେବା। ଆଉ ସେଇଥିରେ ଆମଚୁର 2-3ଟା, ଖଟା ଆପଣ ଯେମିତି ଖାଇବେ ସେଇ ହିସାବରେ ଆଡ଼୍ କରିଦେବେ। ଆଉ ଏଇଟା ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ଫୁଟିବାକୁ ଛାଡ଼ିଦେବେ, ଯେଉଁଟାକି ଆମର ଭେଣ୍ଡି ବି ଟିକେ ସିଝିଯିବ ଆଉ ଆମଚୁରର ଯେଉଁ ଖଟା ଅଂଶଟା ଏଥିରେ ଆସିଯିବ। ଲାଷ୍ଟରେ ଟିକେ ମୁଁ ଧନିଆ ପତ୍ର ଆଡ଼୍ କରିଛି, ମିକ୍ସ କରିଛି, ଆଉ ବହୁତ ବଢ଼ିଆ ସ୍ମେଲ୍ ଆସୁଛି। ଏଇଟା ଆପଣମାନେ ରୁଟି କିମ୍ବା ଭାତ ସହିତ ଖାଇପାରିବେ। ବାକି ମୋତେ ତ ଭାତ ସହିତ ବହୁତ ପସନ୍ଦ। ଆପଣଙ୍କୁ କେମିତି ପସନ୍ଦ କମେଣ୍ଟରେ ଜଣାଇବେ। ଆଜିର ଏହି ରେସିପି କେମିତି ଲାଗିଲା ମୋତେ ନିହାତି କମେଣ୍ଟରେ ଜଣାଇବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ସହିତ। ରହିଲି, ନମସ୍କାର ଆଣ୍ଡ ବାଏ ବାଏ।